ମୋ ବୁଝିବାରେ ଆସ ଏକାଙ୍କିକାକୁ ଭଲ ଭାବରେ ପଢ଼ିବା, ବୁଝିବା ଓ ଉତ୍ତର ଲେଖିବା। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାର ଚିହ୍ନ ଦେବା। ସମ୍ପତ୍ତି ଭାଗବଣ୍ଟା କଥା କିଏ ପ୍ରଥମେ ଉଠାଇଥିଲେ? ଅପସନ୍ ଖ ଚଞ୍ଚଳା। ପ୍ରଶ୍ନ ଖ ଏଇଟା ବୋଧେ ମୋ ଭାଗ୍ୟର ଭାଗ ଶେଷ, ଏହା କିଏ କହିଥିଲେ? ଅପସନ୍ ଗ ମା। ପ୍ରଶ୍ନ ଗ କେଉଁ ଚରିତ୍ର ନିଜ କଥା ଆରମ୍ଭରୁ ସବୁବେଳେ ମାଇଲା କହିଥାନ୍ତି? ଅପସନ୍ ଖ ଚଞ୍ଚଳା। ପ୍ରଶ୍ନ ଘ ଗାଁ ମାନଙ୍କରେ କେମିତି ଡକେଇତି ହେଉଛି ବୋଲି ରାଜେନ୍ଦ୍ର କହିଛନ୍ତି? ଅପସନ୍ ଘ ବୋମା ଫୁଟାଇ। ସଠିକ୍ ଉତ୍ତର ଅପସନ୍ ଘ ବୋମା ଫୁଟାଇ। ପ୍ରଶ୍ନ ମ ଚକେ ଗଡ଼ିଲେ 12 ହାତ, ଚଞ୍ଚଳା ଏହାକୁ କେଉଁ ପ୍ରସଙ୍ଗରେ କହିଛନ୍ତି? ଅପସନ୍ କ ଘର ବାଡ଼ି ବଣ୍ଟା। ପ୍ରଶ୍ନ ଚ କାଲି ରାତିରେ ଷ୍ଟୁଡ଼ିଓରୁ ମୁଁ ନେଇ ଆସିଛି। ଉକ୍ତ ସଂଳାପରେ ରାଜେନ୍ଦ୍ର କ'ଣ ଆଣିଛନ୍ତି ବୋଲି କହିଲେ? ଅପସନ୍ ଖ ଫଟୋ। ସଠିକ୍ ଉତ୍ତର ଅପସନ୍ ଖ ଫଟୋ। ପ୍ରଶ୍ନ ଛ ଆରେ ବାବୁ, ବାପା ତୁମର ଏତେ ସବୁ ଅରଜିଥିଲେ କାହା ପାଇଁ? ଏଠାରେ ବାପା କ'ଣ ଅର୍ଜନ କରିଛନ୍ତି ବୋଲି କୁହାଯାଇଛି? ଅପସନ୍ ଗ ସମ୍ପତ୍ତି। ସଠିକ୍ ଉତ୍ତର ଅପସନ୍ ଗ ସମ୍ପତ୍ତି। ପ୍ରଶ୍ନ ଜ ବାକି ରହିଲା ଜମି ସେତକ ମୋ ଭାଗରେ, ଏକଥା କିଏ କହିଛନ୍ତି? ସଠିକ୍ ଉତ୍ତର ଅପସନ୍ କ ଦେବେନ୍ଦ୍ର କହିଛନ୍ତି। ପ୍ରଶ୍ନ ଛ କ'ଣ ସବୁ ମୋ ପାଇଁ ଠିକ୍ କରିଛ ଶୁଣେ, କିଏ ଏକଥା କହିଛନ୍ତି? ସଠିକ୍ ଉତ୍ତର ଅପସନ୍ ଖ ମା ଏକଥା କହିଛନ୍ତି। ପ୍ରଶ୍ନ ନିୟ ଦଶାହ ନ ଶୁଣୁ 10 ଥର ବେହୋସ୍ ହେଲାଣି ସେ, ଏଠାରେ କିଏ ବେହୋସ୍ ହୋଇଥିଲେ? ସଠିକ୍ ଉତ୍ତର ଅପସନ୍ ଗ ମା। ଏଠାରେ ମା ବେହୋସ୍ ହୋଇଥିଲେ। ବାକ୍ୟ ଉପରେ ଚର୍ଚ୍ଚା। ପାଠ୍ୟରୁ ଚୟନ କରାଯାଇ କିଛି ଧାଡ଼ି ତଳେ ଦିଆଯାଇଛି, ସେଗୁଡ଼ିକୁ ଭଲ ଭାବରେ ପଢ଼ ଏବଂ ଏହାର ଅର୍ଥ ସାଙ୍ଗମାନଙ୍କ ସହିତ ଆଲୋଚନା କରି ଲେଖ। ପ୍ରଥମେ ଦେଇଛି ହଁ ଭାଇ ଚାକିରିରୁ ରିଟାୟାର୍ଡ କରି ଗାଁକୁ ଫେରିବା ପରେ ଏଇ ବୈଠକଖାନା ତ ଥିଲା ବାପାଙ୍କର ସବୁଠୁ ବଡ଼ ତୀର୍ଥ। ଏହାର ଉତ୍ତର ହଁ ଭାଇ ... ସବୁଠୁ ବଡ଼ ତୀର୍ଥ। ଉକ୍ତ ଗଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ଆହୁତି ଏକାଙ୍କିକାରୁ ଉଦ୍ଧୃତ। ସ୍ୱର୍ଗତ ଗଜେନ୍ଦ୍ରନାଥ ଚାକିରିରୁ ଅବସର ନେଲା ପରେ ତାଙ୍କ ଘରର ବୈଠକଖାନାରେ ଅଧିକାଂଶ ସମୟ ଅତିବାହିତ କରିଥିଲେ ବୋଲି ସାନ ପୁତ୍ର ରାଜେନ୍ଦ୍ର କହିଛନ୍ତି। ଗଜେନ୍ଦ୍ରନାଥଙ୍କ ମୃତ୍ୟୁ ପରେ ତାଙ୍କର ବଡ଼ ପୁଅ ଦେବେନ୍ଦ୍ର ଓ ସାନ ପୁଅ ରାଜେନ୍ଦ୍ର ଦଶାହ କାର୍ଯ୍ୟ ନିମିତ୍ତ ଘରକୁ ଆସିଥିଲେ। ଦେବେନ୍ଦ୍ର ଅନୁଭବ କରିଥିଲେ ଯେ ତାଙ୍କ ବାପାଙ୍କ ଫଟୋ ବୈଠକଖାନାର କାନ୍ଥରେ ଟଙ୍ଗା ହେଲେ ବେଶ୍ ମାନିବ। ତେଣୁ ସେ ଚୁଲ୍ ଉପରେ ଠିଆ ହୋଇ କାନ୍ଥରେ ଫଟୋ ଟାଙ୍ଗି ସେଥିରେ ଫୁଲମାଳ ପିନ୍ଧାଇଥିଲେ। ରାଜେନ୍ଦ୍ର ତଳେ ଛିଡ଼ା ହୋଇ ତାଙ୍କୁ ସାହାଯ୍ୟ କରୁଥିଲେ। ସେ ପ୍ରକାଶ କଲେ ଯେ ଅବସର ନେଲା ପରେ ତାଙ୍କ ବାପାଙ୍କ ଲାଗି ଏହି ବୈଠକଖାନା ହିଁ ଥିଲା ସବୁଠାରୁ ବଡ଼ ତୀର୍ଥ। ବୟସ୍କ ବ୍ୟକ୍ତି ଭାବରେ ବାହାରକୁ ନ ଯାଇପାରି ତାଙ୍କର ଶେଷ ଜୀବନ ବୈଠକଖାନାର ଚାରିକାନ୍ଥ ମଧ୍ୟରେ କଟାଇଥିଲେ। ଏହି କୋଠରୀଟି ତାଙ୍କ ପାଇଁ ତୀର୍ଥ ସଦୃଶ ଥିଲା। ତେଣୁ ତାଙ୍କର ପୁତ୍ରମାନେ ସ୍ୱର୍ଗତ ପିତାଙ୍କର ଫଟୋକୁ ବୈଠକ ଘରେ ଟାଙ୍ଗିବାକୁ ସ୍ଥିର କରିଥିଲେ। ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ବାପା ଗଲା ଦିନଠୁ ମା ଅବସ୍ଥା ତ ଦେଖୁଛ, 5 ଦିନ ହୋଇଗଲା ପାଣି ଟୋପାଏ ବି ମୁହଁରେ ଦଉନି। ଏହାର ଉତ୍ତର ବାପା ଗଲା ... ଦଉନି। ଉକ୍ତ ଗଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ଆହୁତି ଏକାଙ୍କିକାରୁ ଉଦ୍ଧୃତ। ଗଜେନ୍ଦ୍ରନାଥଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ କିପରି ଖିଆପିଆ ଛାଡ଼ି ଗଭୀର ଦୁଃଖରେ ବୁଡ଼ି ରହିଛନ୍ତି ତାଙ୍କର ବଡ଼ ପୁଅ ଦେବେନ୍ଦ୍ର ତାହା ପ୍ରକାଶ କରିଛନ୍ତି। ଗଜେନ୍ଦ୍ରନାଥଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ 5 ଦିନ ହେବ ମୁହଁରେ ପାଣି ଟୋପାଏ ବି ଦେଇନଥିଲେ। ହିନ୍ଦୁ ନାରୀର ଧର୍ମ ପାଳନ କରି ଘର କୋଣରେ ମୁହଁ ମାଡ଼ି ପଡ଼ି ରହିଥିଲେ। କାନ୍ଦି କାନ୍ଦି ତାଙ୍କ ଆଖି ମୁହଁ ଫୁଲି ଯାଇଥିଲା। ଦଶାହ ନ ପୂରୁଣୁ 10 ଥର ବେହୋସ୍ ହୋଇଯାଇଥିଲେ। ତାଙ୍କ ପୋଡ଼ା ଜୀବନର ବାକିତକ ଦିନ କାହା ପାଖରେ ରହି କାଟିବେ, ସେଥିପାଇଁ ସେ ଖୁବ୍ ମନ ଦୁଃଖରେ ଥିଲେ। ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ଯଦି ଏଇଟା ସମ୍ଭବ ହୁଅନ୍ତା ନା ତାହେଲେ ତ ସବୁଠୁ ବେଶୀ ଖୁସି ମୁଁ ହୁଅନ୍ତି। ଯଦି ... ମୁଁ ହୁଅନ୍ତି। ଉକ୍ତ ଗଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ଆହୁତି ଏକାଙ୍କିକାରୁ ଉଦ୍ଧୃତ। ଏଠାରେ ନାଟ୍ୟକାର ମାଙ୍କ ଝିଅ କୁନିର ବକ୍ତବ୍ୟକୁ ପ୍ରସଙ୍ଗରେ ପ୍ରକାଶ କରିଛନ୍ତି।
ଗଜେନ୍ଦ୍ରନାଥଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ଅର୍ଥାତ୍ ସେମାନଙ୍କର ବିଧବା ମାଆଙ୍କୁ ପାଖରେ ରଖିବାକୁ ତିନି ପୁତ୍ର ଦେବେନ୍ଦ୍ର, ମହେନ୍ଦ୍ର ଓ ରାଜେନ୍ଦ୍ର ରାଜି ହେଲେ ନାହିଁ। ସେମାନେ ବିଭିନ୍ନ ଆଳ ଦେଖାଇ ନିଜର ଅସହାୟତା ପ୍ରକାଶ କରିଦେଲେ। ଶେଷରେ ମାଆଙ୍କ ଝିଅ କୁନି ତାଙ୍କୁ ପାଖରେ ରଖିଲେ। ଖୁବ୍ ଖୁସି ହୁଅନ୍ତା ବୋଲି କହିଛି। ତାର ଶାଶୁ ନଥିବାରୁ ମାଆଙ୍କ ସାନ୍ନିଧ୍ୟ ତାଙ୍କ ସ୍ୱାମୀ ସ୍ତ୍ରୀଙ୍କୁ ଆନନ୍ଦ ପ୍ରଦାନ କରନ୍ତା। ତା ସ୍ୱାମୀ ମଧ୍ୟ ଏ ବାବଦରେ ରାଜି ହୁଅନ୍ତେ ନାହିଁ। କିନ୍ତୁ ପୁଅମାନେ ଥାଉଁ ଥାଉଁ ବିଧବା ମା ଯଦି ଝିଅ ଘରେ ଆଶ୍ରୟ ନିଏ ତାହେଲେ ଲୋକନିନ୍ଦା ହେବ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। ବାପା ତୁମର ଯେ କେବେଠୁ ତାଙ୍କର ସ୍ୱ ଅର୍ଜିତ ସମସ୍ତ ସମ୍ପତ୍ତିକୁ ଏକା ତୁମ ମାଆଙ୍କ ନାଁରେ ଇ-ଉଇଲ୍ କରି ଦେଇଯାଇଛନ୍ତି। ଏହାର ଉତ୍ତର ବାପା ତୁମର ... ଦେଇ ଯାଇଛନ୍ତି। ଉକ୍ତ ଗଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ଆହୁତି ଏକାଙ୍କିକାରୁ ଉଦ୍ଧୃତ। ଏଠାରେ ନାଟ୍ୟକାର ସ୍ୱର୍ଗତ ରାଜେନ୍ଦ୍ରନାଥଙ୍କ ବନ୍ଧୁ ଓକିଲ ମହାଶୟ ଗଜେନ୍ଦ୍ରନାଥ ବଞ୍ଚିଥିଲା ବେଳେ କିପରି ତାଙ୍କର ସମ୍ପତ୍ତି ତାଙ୍କ ପତ୍ନୀଙ୍କ ନାଁରେ ଉଇଲ୍ କରି ଦେଇ ଯାଇଛନ୍ତି ତାହା ପ୍ରକାଶ କରିଛନ୍ତି। ଓକିଲ ମଉସା କଚେରୀରୁ ଫେରି ସ୍ୱର୍ଗତ ଗଜେନ୍ଦ୍ରନାଥଙ୍କ ଘରେ ପହଞ୍ଚିଛନ୍ତି। ଜୀବଦଶାରେ ଗଜେନ୍ଦ୍ରନାଥ କିପରି ଜଣେ ଦେବତା ପ୍ରତିମ ଲୋକ ଥିଲେ ଓ ସାରା ଗାଁରେ ସବୁରି ମୁହଁରେ ତାଙ୍କ ପ୍ରଶଂସା ଚର୍ଚ୍ଚା ସେ କଥା ପ୍ରକାଶ କରିଛନ୍ତି। ଗଜେନ୍ଦ୍ରନାଥଙ୍କ ବସ୍ତୁବାଦୀ ଓ ସ୍ୱାର୍ଥପର ସନ୍ତାନମାନେ ସମ୍ପତ୍ତି ଭାଗବଣ୍ଟା ନିମନ୍ତେ କିପରି ଆଇନଗତ ଅସୁବିଧା ରହିବ ନାହିଁ ସେ ବିଷୟରେ ତାଙ୍କ ସହ ଆଲୋଚନା କରିବାକୁ ଚାହିଁଛନ୍ତି। ମାତ୍ର ସମସ୍ତଙ୍କୁ କିଂକର୍ତ୍ତବ୍ୟ ବିମୂଢ଼ କରିଦେଇ ଓକିଲ ମଉସା ପ୍ରକାଶ କରିଛନ୍ତି ଯେ ଗଜେନ୍ଦ୍ରନାଥ କେବେଠାରୁ ତାଙ୍କର ସ୍ୱଅର୍ଜିତ ସମସ୍ତ ସମ୍ପତ୍ତିକୁ ଏକା ମାଆଙ୍କ ନାଁରେ ଉଇଲ୍ କରି ଦେଇ ଯାଇଛନ୍ତି। ଲଫାପା ଭିତରେ ଥିବା ଉଇଲ୍ ନାମଟିକୁ ମାଆଙ୍କ ହାତକୁ ବଢ଼େଇ ସେ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ସ୍ୱାର୍ଥପର ସନ୍ତାନମାନଙ୍କର ସମ୍ପତ୍ତି ଆଶା ଓ ବସ୍ତୁବାଦୀ ମୋହର ଆହୁତି ପଡ଼ିଛି। ମିଳିମିଶି ଚଳିବା। କ ସ୍ତମ୍ଭରେ କିଛି ବାକ୍ୟାଂଶ ଦିଆଯାଇଛି ଏବଂ ଖ ସ୍ତମ୍ଭରେ ଏହାର ଅନ୍ୟ କିଛି ବାକ୍ୟାଂଶ ଦିଆଯାଇଛି। କ ସ୍ତମ୍ଭ ସହିତ ଖ ସ୍ତମ୍ଭର ଠିକ୍ ବାକ୍ୟାଂଶ ସହ ମେଳ କରି ଗାର ଟାଣି ଯୋଡ଼। ପ୍ରଥମେ ଦେଇଛି ବାପାଙ୍କ ଫଟୋ ବୈଠକଖାନାର କାନ୍ଥରେ ଟଙ୍ଗା ହୋଇଥାଉ। ଏହାର ଉତ୍ତର ହେଉଛି 5 ନମ୍ବର ଏହା ବାପାଙ୍କ ସବୁଠାରୁ ବଡ଼ ତୀର୍ଥ ଥିଲା। ମାଇଲା ତା ମାନେ ତ ଜମାରୁ ଅସୁବିଧା ନାହିଁ। ସବୁ କଥା ଠୋ ଠା ଠି ହୋଇ ଛିଡ଼ିଯିବ। ମୋର ପ୍ରସ୍ତାବ ହେଉଛି ଏଇ ପୁରୁଣା ଖାନଦାନୀ ଘରଖଣ୍ଡକ ଖଞ୍ଜା ସହିତ ତୁ ନେବୁ। ମୋର ବେଶୀ କିଛି ଦରକାର ନାହିଁ। ମା'ର ଗହଣାତକ ଯାହା ନେବି। କ'ଣ ସବୁ ମୋ ପାଇଁ ଠିକ୍ କରିଛ? ଏହାର ଉତ୍ତର ହେବ ଅପସନ୍ 3 ପାଗର ବାକି ଜୀବନ କେମିତି କଟିବ। ବୁଝି ବିଚାରି ଲେଖ। ତୁମେ ଏକାଙ୍କିକାକୁ ଆଉ ଥରେ ପଢ଼, ବୁଝ ଓ ଲେଖ। ପ୍ରଶ୍ନ କ ଚଞ୍ଚଳା ଝିଅ ବାହାଘର ପାଇଁ କାହିଁକି ବ୍ୟସ୍ତ ହେଉଥିଲେ? ଚଞ୍ଚଳାଙ୍କର 5ଟି ଝିଅ। ବଡ଼ ଝିଅର ବାହାଘର ପାଇଁ ସୁନ୍ଦର ଘର ଓ ଗୁଣର ବର ମିଳିଛି। ବିଳମ୍ବ କଲେ ସେହି ବର ହାତଛଡ଼ା ହୋଇଯିବ ବୋଲି ସେ ଆଶଙ୍କା କରୁଥିଲେ। ସେଠାରେ ଝିଅ ବାହାଘର ନ କଲେ ଝିଅର କପାଳ ଫାଟିବ। ଏତେ ସୁନ୍ଦର ଘର ଓ ଗୁଣର ବର ସେ ଆଉ ପାଇବେ ନାହିଁ। ଏହି ଆଶଙ୍କାରେ ଚଞ୍ଚଳା ଦେବୀ ଝିଅ ବାହାଘର ପାଇଁ ବ୍ୟସ୍ତ ହେଉଛନ୍ତି। ପ୍ରଶ୍ନ ଖ ଦେବେନ୍ଦ୍ରଙ୍କୁ ରାଜେନ୍ଦ୍ର ଟଙ୍କା କାହିଁକି ମାଗିଲେ? ବାପାଙ୍କ ଦଶାହ କାର୍ଯ୍ୟ ନିମନ୍ତେ ହଣ୍ଡା, ଘୋଡ଼େଇ, ବାଲ୍ଟି, ମଗ୍, ଚାନ୍ଦୁଆ, ଦରି ସବୁ ରାଜେନ୍ଦ୍ର ଯୋଗାଡ଼ କରି ସାରିଥିଲେ। କେବଳ ଆଉ ସଉଦା କିଣା ହେଲେ ହେଲା। ପୂଜାରେ ସଉଦା ପାଇଁ ବରାଦ ଦେଲା ପରେ ସଉଦା କିଣିବା ପାଇଁ କିଛି ଟଙ୍କା ଦରକାର ଥିଲା। ସେଥିପାଇଁ ରାଜେନ୍ଦ୍ର ଦେବେନ୍ଦ୍ରଙ୍କୁ ଟଙ୍କା ମାଗୁଥିଲେ। ଚଞ୍ଚଳାଙ୍କ କଥାରେ ଦେବେନ୍ଦ୍ର କାହିଁକି ଚମକି ପଡ଼ିଲେ? ଦୂର ସହରରେ 3 ଭାଇ ରହୁଛନ୍ତି। ଏହାର ସୁଯୋଗ ନେଇ ଗାଁର ସମ୍ପତ୍ତିକୁ ଭାଇ ଭଗାରି ମାଡ଼ି ବସି ପାରନ୍ତି। ବୁଢ଼ୀ ମାଆଙ୍କୁ ବୋକା ବନେଇ ସମ୍ପତ୍ତି ହଡ଼ପ କରି ନେଇ ପାରନ୍ତି। ଚୋର ଡକାୟତମାନେ ସମ୍ପତ୍ତି ପାଇଁ ମାଆଙ୍କୁ ମାରି ଦେଇ ପାରନ୍ତି। ସମ୍ପତ୍ତି ଲାଗି ଚୋର ଡକାୟତଙ୍କ ହାତରେ ମାଆଙ୍କର ପ୍ରାଣ ବି ଯାଇପାରେ। ଚଞ୍ଚଳାଙ୍କ ମୁହଁରୁ ଏପରି କଥା ଶୁଣି ଦେବେନ୍ଦ୍ର ବାବୁ ଚମକି ପଡ଼ିଥିଲେ। କ୍ୱେଶ୍ଚନ୍ ଘ ମାଆଙ୍କୁ କେଉଁ କଥା ବୁଝାଇ ହେବ ନାହିଁ ବୋଲି ଦେବେନ୍ଦ୍ର କହିଥିଲେ? ମହେନ୍ଦ୍ର ଓ କୁନି ମାଆଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ଅନେକ କଥା ବୁଝାଇଥିଲେ। ହେଲେ ସେଥିରେ ମାଆଙ୍କର କାନ୍ଦ ବନ୍ଦ ହେଉନଥିଲା। ଯେତେ ଛେଚି କଚାଡ଼ି ହୋଇ କାନ୍ଦିଲେ ବାପା କ'ଣ ଫେରି ଆସିବେ? ତେଣୁ କାନ୍ଦ କଟା ନ କରି ମନକୁ ଦୃଢ଼ କରିବା କଥା। ମାଆ କିନ୍ତୁ ଏସବୁ କିଛି ବୁଝୁନଥିଲେ। ଏହି ପ୍ରସଙ୍ଗରେ ମାଆଙ୍କୁ ବୁଝାଇ ହେବନି ବୋଲି ଦେବେନ୍ଦ୍ର କହିଥିଲେ। ଅନୁମାନ ଓ କଳ୍ପନା।
ତୁମେ ମିଳିମିଶି ଦଳଗତ ଆଲୋଚନା କରି ଲେଖ। ପ୍ରଶ୍ନ କ ବାପା ଗଲା ଦିନଠାରୁ ମାର ଅବସ୍ଥା ତ ଦେଖୁଛ, 5 ଦିନ ହେଇଗଲା ପାଣି ଟୋପେ ବି ମୁହଁରେ ଦଉନି। ଦେବେନ୍ଦ୍ରଙ୍କ ମା ମୁହଁରେ ପାଣି ନ ଦେବାର କାରଣ କ'ଣ ହୋଇପାରେ? ଦେବେନ୍ଦ୍ରଙ୍କ ମା ନିଜ ସ୍ୱାମୀଙ୍କ ସ୍ମୃତିକୁ ଝୁରୁଝୁରି ଘର କୋଣରେ ପଡ଼ି ଲୁହ ଝରାଉଥିଲେ। କାନ୍ଦି କାନ୍ଦି ତାଙ୍କ ଆଖି ମୁହଁ ଫୁଲି ଯାଇଥିଲା। ଅନେକ ଥର ଅଚେତ ହୋଇ ଯାଇଥିଲେ। ସ୍ୱାମୀଙ୍କ ମୃତ୍ୟୁର 5 ଦିନ ପର୍ଯ୍ୟନ୍ତ ସେ ମୁହଁରେ ପାଣି ଟୋପେ ବି ଦେଇନଥିଲେ। ପ୍ରଶ୍ନ କ ମୁଁ କହିଲି କହିବ କ'ଣ ନା କହୁଛି ବୋଲି। ମୁଁ ଏକେଲା ଏଠି 10 ଦିନ 10 ରାତି ଧରି ସାରା ବଂଶଟାକୁ ରାନ୍ଧି ଖାଇବାକୁ ଦେଇ ଦେଇ ଥେଇଆ ହେଇଯିବି। ଏପରି ସ୍ଥଳେ ତୁମେ ଚଞ୍ଚଳା ସ୍ଥାନରେ ଥିଲେ କ'ଣ କରିଥାନ୍ତ? ଏପରି ସ୍ଥଳେ ମୁଁ ଚଞ୍ଚଳା ସ୍ଥାନରେ ଥିଲେ ଶ୍ୱଶୁରଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷ ଯାଏଁ ଅପେକ୍ଷା କରିଥାନ୍ତି। ଚଞ୍ଚଳା ଜଣେ ଲୋଭୀ, ସୁଚତୁରୀ ଓ କୁଟିଳା ବୁଦ୍ଧି ସମ୍ପନ୍ନା ହୋଇଥିବାରୁ ଦୋଷା ଓ ଅନ୍ୟାନ୍ୟ କାର୍ଯ୍ୟ ନ ଶୁଣୁ ସମ୍ପତ୍ତି ଭାଗବଣ୍ଟା ପାଇଁ ଉଚ୍ଛନ୍ନ ହେଉଥିଲା। ଗାଁରେ ଦେବପ୍ରତିମା ଭାବରେ ସମ୍ମାନ ପାଉଥିବା ଗଜେନ୍ଦ୍ରନାଥଙ୍କ ମୃତ୍ୟୁରେ ତାଙ୍କର ପତ୍ନୀ, ପରିବାରର ସଦସ୍ୟ ଓ ଗ୍ରାମବାସୀ ଦୁଃଖରେ ବୁଡ଼ି ଥିଲାବେଳେ ଚଞ୍ଚଳାଙ୍କ ଏପରି ପ୍ରସ୍ତାବ ତାଙ୍କର ବସ୍ତୁବାଦୀ ଚିନ୍ତାଧାରାର ପରିଚୟ ଦିଏ। ପ୍ରଶ୍ନ ଗ ବୁଝିଲ ଭାଇ, ସେଇ ଦୁଇ ପ୍ରାଣୀ ବୋଲି ଇ ତ ସବୁଠୁ ବେଶୀ ସମସ୍ୟା। ତୁମେ ରାଜେନ୍ଦ୍ର ଚରିତ୍ରରେ ଥିଲେ କ'ଣ କରିଥାନ୍ତ? ରାଜେନ୍ଦ୍ରଙ୍କ ସ୍ତ୍ରୀ ତାଙ୍କର ଚାକିରିକୁ ନେଇ ଖୁବ୍ ବ୍ୟସ୍ତ ରହୁଥିଲେ। ରାଜେନ୍ଦ୍ର ନିଜେ ଫ୍ୟାକ୍ଟ୍ରି କରିବେ ବୋଲି ବିବ୍ରତ ଥିଲେ ଓ ତାଙ୍କୁ ଫୁରସତ ମିଳୁନଥିଲା। ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲେ। ତେଣୁ ଗଜେନ୍ଦ୍ରନାଥଙ୍କ ସାନ ପୁଅ ରାଜେନ୍ଦ୍ର ମାଆଙ୍କୁ ନିଜ ପାଖରେ ରଖିବାକୁ ଚାହୁଁନଥିଲେ। ମୁଁ ରାଜେନ୍ଦ୍ରଙ୍କ ଚରିତ୍ରରେ ଥିଲେ ସେଇ ସମାନ ସମସ୍ୟା ଉପସ୍ଥାପନା କରିଥାନ୍ତି। ପ୍ରଶ୍ନ ଘ ଏକାଙ୍କିକାରୁ ଚରିତ୍ରମାନଙ୍କର ମାନସିକତା ଉପରେ ବିଚାର କରିବା। ଧନ ସମ୍ପତ୍ତି ଓ ମାଆକୁ ନେଇ କିଏ କିପରି ମନୋଭାବ ପୋଷଣ କରିଛନ୍ତି ଲେଖ। ତୁମ ପାଇଁ ଗୋଟିଏ ନମୁନା ନିମ୍ନରେ ଦିଆଯାଇଛି। ଯେମିତିକି ଚରିତ୍ରର ନାମ ଅଛି ଦେବେନ୍ଦ୍ର, ବସ୍ତୁବାଦୀ ଚିନ୍ତାଧାରା, ବାକି ରହିଲା ଜମି, ସ୍ୱାର୍ଥପର ମନୋଭାବ ସେତକ ମୋ ଭାଗରେ। ତାପରେ ଆସିଛି ମହେନ୍ଦ୍ର, ମୋର ସହରରେ ମୋ କୋଠା ଅଧା ତିଆରି ହୋଇ ପଡ଼ିଛି। ଗାଁର ଖଞ୍ଜା ଘର ଖଣ୍ଡକୁ ବିକ୍ରି କରି ସେଇଟାକୁ ପୂରା କରିବି। ତେବେ ରାଜେନ୍ଦ୍ର କ'ଣ କହିଛନ୍ତି? ମୋର ଗାଁରେ ମାଛ ଚାଷ କରିବାର ନାହିଁ କିମ୍ବା ତୋଟାରେ ଆମ୍ବ ନଡ଼ିଆ ଫଳେଇ ବେପାର କରିବାର ନାହିଁ। ସେତକ ବିକ୍ରି କଟା କଲେ ମୋ ଫ୍ୟାକ୍ଟ୍ରି ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ ହୋଇଯିବ। ଚଞ୍ଚଳା କ'ଣ କହିଛି? ବାପାଙ୍କର ଯାହା ଯୋଉଠି ସମ୍ପତ୍ତି ଅଛି ସେତକ ତୁମ ଭାଇମାନଙ୍କ ଭିତରେ ଭାଗବଣ୍ଟା ହୁଅନ୍ତା। ପଛକୁ ଆଉ ଝାମେଲା ରୁହନ୍ତାନି। କୋନି ମୁଁ ଭାବିଛି ମାଆର ଗହଣା ତକ ନେବି। ପୁଅମାନେ ଥାଉଁ ଥାଉଁ ମା ଯଦି ଝିଅ ଘରେ ଆଶ୍ରୟ ନିଏ ଲୋକ ନିନ୍ଦା ହେବ।